ଆମକୁ ଏ ମଣିଷ ଶରୀର ରୂପକ ପୋଷାକ ଭଗବାନ କାହିଁକି ପିନ୍ଧେଇଛନ୍ତି? ଥରୁଟିଏ ଭାବିଛନ୍ତି କି? ନିଶ୍ଚିତ ଆମେ ପୂର୍ବଜନ୍ମରେ କିଛି ଭଲ କର୍ମ କରିଛନ୍ତି, ଆଉ ଆମ ପାଖରେ କିଛି ବିଶେଷ ଦକ୍ଷତା ମଧ୍ୟ ରହିଛି। ଆମର ଭୁଲ କ'ଣ ହୁଏ ଜାଣିଛନ୍ତି? ଆମେ ପିଲାଟି ବେଳୁ ସେ ଦକ୍ଷତାକୁ ଜାଣିପାରନ୍ତି। ଯଦି ଆମେ ସେ ଦକ୍ଷତାକୁ ଚିହ୍ନଟ କରିପାରନ୍ତି ବା ଅନ୍ୟ କାହା ଦ୍ୱାରା କରାଯାଏ, ଆଉ ସେ ଦକ୍ଷତା ଆମେ ଜାଣିବା ପରେ ତା ଉପରେ ଯଦି ଆମେ କନସିଷ୍ଟେନ୍ସି ରଖିକି କାମ କରନ୍ତି, ଆମେ ମାଷ୍ଟର ହେଇଯାଆନ୍ତି, ଶ୍ରେଷ୍ଠ ସ୍ଥାନ ଅଧିକାର କରନ୍ତି, ସଫଳ ହୁଅନ୍ତି। ଏ ପିଲାମାନଙ୍କ ପାଇଁ ନିହାତି ଆବଶ୍ୟକ। ଆଜି ଯେଉଁ ଷ୍ଟୋରି ମୁଁ କହିବି, ମୋ ବାସ୍ତବ ମୋ ଅଙ୍ଗେ ଲିଖିଥିବା ଷ୍ଟୋରି। ମୋ ପିଇସି ପୁଅ ମୋ ଠାରୁ ଜୁନିୟର ଥିଲା, ଆମ ଘରେ ରହିକି ପାଠ ପଢ଼ୁଥିଲା। ସେ ନବମ ଶ୍ରେଣୀ ଯେତେବେଳେ ପଢ଼ୁଥିଲା, ମୁଁ ତାକୁ ସବୁ ନିରନ୍ତର ଲକ୍ଷ୍ୟ କରୁଥିଲି। ସେ ବଦମାସି ମୋଟେ କରେନି, ଖେଳିବାକୁ ଯାଏନି, ସବୁବେଳେ ବହି ଖଣ୍ଡିଏ ଧରିଥିବ, ସେ ବସିଥିବ, ବହି ଉପରେ ତାର ନଜର ଥିବ, ଠିକ୍ ଚାତକ ଭଳି। ଯେତେବେଳେ ଦଶମ ଶ୍ରେଣୀ ପରୀକ୍ଷା ସରିଲା, ରେଜଲ୍ଟରେ ଦେଖିଲି ସେ ଫେଲ୍ ହେଇଛି। ମୁଁ ଭାରି ଚିନ୍ତିତ ହୋଇପଡ଼ିଲି। ଆରେ ସବୁବେଳେ ଯିଏ ବହି ପାଖରେ ବସୁଥିଲା, ବଦମାସି କରୁନଥିଲା, ସେ ପିଲାଟି କେମିତି ଫେଲ୍ ହେଇପାରିଲା? ପରେ ମୁଁ ଏଇ କଥାଟି ସବୁବେଳେ ମୋ ମୁଣ୍ଡରେ ଆନ୍ଦୋଳିତ ହୁଏ, ଆଉ ମୁଁ ସବୁବେଳେ ଭାବେ, ଆଉ ଶେଷରେ ତାର ଉତ୍ତରଟି ମୋତେ ମିଳିଲା। ମୁଁ ଯେତେବେଳେ ତାଙ୍କ ଘରକୁ ଯାଏ, ମୁଁ ଦେଖିଛି ତାର ଗୋଟିଏ ଘର ଥିଲା। ସେ ଘରର ଖଟ ତଳେ ଅଗୁଡ଼ୁ ବଗୁଡ଼ୁ ଭଙ୍ଗା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଭର୍ତ୍ତି ହେଇକି ରହିଥିଲା। ଏମିତି ଭଙ୍ଗା ଟର୍ଚ୍ଚ, ସେ ସମୟରେ ଭଙ୍ଗା ଟର୍ଚ୍ଚ, ରେଡ଼ିଓ, ଘଣ୍ଟା, ବଲ୍, ସମସ୍ତେ ଗାଁ ଲୋକ ଧରିକି ଆସିକି ପହଞ୍ଚନ୍ତି। ଏ ପହଞ୍ଚିଯିବ, ସବୁ ଗାଁ ଲୋକ ଆସିକି ପହଞ୍ଚିଯିବେ, ସେ ସମସ୍ତଙ୍କୁ ସଜାଡ଼ିକି ଦିଏ। ଆଚ୍ଛା, ପରବର୍ତ୍ତୀ ସମୟରେ ମୁଁ ସେକେଣ୍ଡରେ ସେ ସପ୍ଲିମେଣ୍ଟାରୀରେ ସେ ମେଟ୍ରିକ୍ ପାସ୍ କଲା ଏବଂ ITI କଲା। ITI କରିସାରିବା ପରେ ଡିପ୍ଲୋମା କଲା। ଡିପ୍ଲୋମାରେ ବର୍ତ୍ତମାନ ସେ ଇଞ୍ଜିନିୟର ଅଛି। ଇଂଲିଶ ଟୁ ଇଂଲିଶ କଥା କହୁଛି, ବୁଝିପାରୁଛନ୍ତି? ତାପରେ ଏବେ ମୁଁ ତା ଉତ୍ତର ପାଇଲି। ମୁଁ କହିଲି, ଦେଖ, ତାର ଲକ୍ଷ୍ୟ, ସେ ବହି ଧରିକି ବସିଥିଲା ବେଳେ ପାଠ ଉପରେ ତାର ଲକ୍ଷ୍ୟ ନଥିଲା। ସେ ଭାବୁଥିଲା ସେଇ ଖଟ ତଳେ ଥିବା ଅଗୁଡ଼ୁ ମଗୁଡ଼ୁ ଭଙ୍ଗା ଜିନିଷ। ତାର ଦକ୍ଷତା ହେଉଛି ଇଲେକ୍ଟ୍ରୋନିକ୍ସ ଉପରେ ଥିଲା। ସେ ଭାଙ୍ଗିଥିବା ଜିନିଷକୁ ତିଆରି କରିବ, ଇଲେକ୍ଟ୍ରୋନିକ୍ସ ଜିନିଷ ତିଆରି କରିକି ଦେବ। ତେଣୁ ତାକୁ ସଠିକ୍ ରାସ୍ତା ମିଳିଗଲା। ସେ ସପ୍ଲିମେଣ୍ଟାରୀ ମେଟ୍ରିକ୍ ପାସ୍ କରୁନା କାହିଁକି, ତାର ଦକ୍ଷତାକୁ ସେ ଠିକ୍ ଭାବରେ ଚିହ୍ନଟ କରି ସେଇ ଦକ୍ଷତା ଉପରେ ସେ ଫୋକସ୍ ଦେଇଥିଲା, ତାରି ଉପରେ କାମ କରିଥିଲା। ITI ପଢ଼ିଲା ବେଳେ ମୁଁ ଶୁଣିଛି ସେ ସେଠି ଟିଚରମାନଙ୍କୁ ମଧ୍ୟ ପଢ଼ାଇବା ଆରମ୍ଭ କରିଥିଲା। ଇଂଲିଶର ଶବ୍ଦ ଲେଖିପାରୁନଥିବା ପିଲାଟି ଇଂଲିଶରେ କଥା କହିବା ଆରମ୍ଭ କଲା। ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା। ଆରେ ୟା ପାଖରେ ଏତେ ଦକ୍ଷତା ଥିଲା। ତେଣୁ ପ୍ରକୃତ ଦକ୍ଷତାଟାକୁ ଚିହ୍ନିକିରି ଆମେ ଯଦି କାମ କରିବା, ଆମେ ନିଶ୍ଚିତ ଭାବରେ ସଫଳ ହେବା। ଆମେ ଭୁଲ କରନ୍ତି ଏଇଟା, ପିଲାମାନଙ୍କର ଦକ୍ଷତାକୁ ଚିହ୍ନଟ କରନ୍ତି।